ଘରର ରଙ୍ଗ ବିଷୟରେ ସବୁକିଛି। ଘରେ ରଙ୍ଗ ଦେଲେ କେବଳ ଯେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ତା ନୁହେଁ, ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ରଙ୍ଗ ଦେବା ଦ୍ୱାରା ଘରର କାନ୍ଥ ଦୀର୍ଘସ୍ଥାୟୀ ହୋଇଥାଏ। ଏହାଛଡ଼ା ପ୍ରତ୍ୟେକ ରଙ୍ଗ କୌଣସି ନା କୌଣସି ଗୁଣ ବା ତତ୍ତ୍ୱର ପ୍ରତୀକ ଅଟେ। ଯେମିତିକି ଲାଲ ରଙ୍ଗ ସାହସିକତା ଓ ଶକ୍ତିର ପ୍ରତୀକ। ସେହିଭଳି ନୀଳ ଭକ୍ତି ଓ ସୌନ୍ଦର୍ଯ୍ୟ, ସବୁଜ ରଙ୍ଗ ପ୍ରଗତିର, ଧଳା ରଙ୍ଗ ପବିତ୍ରତା ଓ ଶାନ୍ତି ସୂଚାଇଥାଏ। ହଳଦିଆ ରଙ୍ଗ ଜ୍ଞାନ, କମଳା ରଙ୍ଗ ସ୍ୱାସ୍ଥ୍ୟ ଓ ଲକ୍ଷ୍ୟ ହାସଲ, ବାଇଗଣୀ ରଙ୍ଗ ବିଳାସପୂର୍ଣ୍ଣ ଜୀବନଯାପନ, କଳା ରଙ୍ଗ ନିରାଶ ଓ ଖରାପ ଶକ୍ତିକୁ ଆକର୍ଷଣ କରିଥାଏ। ବିଶେଷ ଭାବରେ ଜଣାଇ ଦେବାକୁ ଚାହୁଁଛି ଯେ ଏହିସବୁ ରଙ୍ଗ କେବଳ ଘର ପାଇଁ, ଅନ୍ୟ କୌଣସି ଉଦ୍ଦେଶ୍ୟରେ ରଙ୍ଗର ମହତ୍ତ୍ୱ ବା ରଙ୍ଗର ଆବଶ୍ୟକତା ବଦଳି ଯାଇପାରେ। ଆସନ୍ତୁ ଦେଖିବା ଘର ବାହାର କାନ୍ଥର ରଙ୍ଗ କିଭଳି ଦେବେ। ଯଦି ଆପଣମାନେ ଗୋଟିଏ ପ୍ରକାର ରଙ୍ଗ ଦେବାକୁ ଚାହୁଁଛନ୍ତି, ତାହେଲେ ହଳଦିଆ ବା ଧଳା ବା ହାଲକା କମଳା ବହୁତ ସୁନ୍ଦର ଅଟେ। ଏହା ନିଶ୍ଚିତ ଭାବରେ ଆପଣଙ୍କ ଘରର ଶୋଭାବର୍ଦ୍ଧନ କରିବ। ଏହା ବ୍ୟତୀତ ଯଦି ଆପଣ ପ୍ରତ୍ୟେକ କାନ୍ଥକୁ ବା ପ୍ରତ୍ୟେକ କୋଣ ଏରିଆକୁ ଅଲଗା ଅଲଗା ରଙ୍ଗ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଉତ୍ତର ପୂର୍ବ ଦିଗରେ ହାଲକା ନୀଳ ବା ହଳଦିଆ, ପୂର୍ବ ଦିଗରେ ଧଳା, ଦକ୍ଷିଣ ପୂର୍ବ କାନ୍ଥରେ କମଳା ବା ହାଲକା ଗୋଲାପୀ ରଙ୍ଗର, ଉତ୍ତର ଦିଗରେ ହାଲକା ନୀଳ ବା ସବୁଜ, ଉତ୍ତର ପଶ୍ଚିମ ଦିଗ ଧଳା, ପଶ୍ଚିମ ଦିଗରେ ନୀଳ, ଦକ୍ଷିଣ ପଶ୍ଚିମ କାନ୍ଥରେ ମାଟିଆ ବା ହାଲକା ବ୍ରାଉନ୍ ରଙ୍ଗ ଏବଂ ଦକ୍ଷିଣ ଦିଗରେ ହାଲକା ଲାଲ ବା ହଳଦିଆ ରଙ୍ଗ ଆପଣ ପସନ୍ଦ କରିପାରନ୍ତି। ଏହା ବାସ୍ତୁ ଦୃଷ୍ଟିରୁ ସର୍ବୋତ୍ତମ ହୋଇଥାଏ। ଏବେ ଆସନ୍ତୁ ଜାଣିବା ବାସ୍ତୁ ଦୃଷ୍ଟିରୁ ଘର ଭିତରେ ପ୍ରତ୍ୟେକ କୋଠରୀର ରଙ୍ଗ କିଭଳି ହେବା ଆବଶ୍ୟକ, ଯାହାକି ସକାରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ ଏବଂ ପରିବାରର ସମସ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଇତ୍ୟାଦି ବୃଦ୍ଧି କରିଥାଏ। କବାଟର ରଙ୍ଗ ଆପଣ ଧଳା, ରୁପେଲି କିମ୍ବା କାଠର ରଙ୍ଗ, ସବୁଜ ଇତ୍ୟାଦି ଦିଗ ଅନୁସାରେ ଦେଇପାରିବେ। ଯେଉଁ ଦିଗରେ ଆପଣଙ୍କ ଘରର କବାଟ ରହିଛି, ସେହି ଦିଗ ଅନୁସାରେ କବାଟର ରଙ୍ଗ ଆପଣ ଦେଇପାରନ୍ତି। ଶୟନ କକ୍ଷ ହାଲକା ନୀଳ, ସବୁଜ, ହଳଦିଆ ବା ଲାଭେଣ୍ଡର ରଙ୍ଗ ହୋଇପାରେ। ଭୋଜନ କକ୍ଷ ସବୁଜ କିମ୍ବା ହଳଦିଆ ରଙ୍ଗ ଆପଣ ଦେଇପାରନ୍ତି। ରୋଷେଇ ଘର ଯେହେତୁ ଅଗ୍ନିକୋଣରେ ଥାଏ, ତେଣୁ ତାକୁ ଆପଣ କମଳା, ହାଲକା ଲାଲ, ହଳଦିଆ ବା ଗୋଲାପୀ ରଙ୍ଗ ଦେବା ଉଚିତ ହୋଇଥାଏ। ସେହିଭଳି ଯଦି ଆପଣଙ୍କର ଅଫିସ୍ ଘର ଆପଣଙ୍କ ଘର ଭିତରେ ରହିଥାଏ, ତାହେଲେ ତାକୁ ହଳଦିଆ ରଙ୍ଗ, ସୁନେଲି ରଙ୍ଗ, କ୍ରିମ୍ ରଙ୍ଗ ବା ହାଲକା ସବୁଜ ରଙ୍ଗ ଦେବା ସର୍ବୋତ୍କୃଷ୍ଟ ହୋଇଥାଏ। ଗାଧୁଆ ଘର ଧଳା ବା ଯେକୌଣସି ରଙ୍ଗ ଆପଣ ଦେଉଛନ୍ତି, ତାକୁ ହାଲକା ଭାବରେ ଦିଅନ୍ତୁ, ଯେଭଳି ରଙ୍ଗ ଅଧିକ ଗାଢ଼ ଦେଖାଯିବ ନାହିଁ। ରଙ୍ଗର ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଯଦି ଆପଣମାନେ ହାଲକା ରଙ୍ଗ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କର ବିଜୁଳି ବିଲ୍ ନିହାତି ଭାବରେ ବଞ୍ଚିଯିବ, କାରଣ କମ୍ ଆଲୁଅରେ ରୁମ୍ଟି ଅଧିକ ପ୍ରତିଫଳିତ ଆଲୋକ ପ୍ରଦାନ କରିପାରିବ। ତେଣୁ ଆପଣଙ୍କୁ ରୁମ୍ରେ ଚଳିବା ନିହାତି ଭାବରେ ଦୁଷ୍କର ହେବ ନାହିଁ। ସେଭଳି ଅତିଥି କକ୍ଷ ଧଳା ରଙ୍ଗର ରଖନ୍ତୁ। ପଢ଼ା ଘର ହାଲକା ସବୁଜ, ଧଳା ବା ହଳଦିଆ ରଙ୍ଗ, ଛାତ ଧଳା ରଙ୍ଗ, ଭିତର ଛାତ ଧଳା ରଙ୍ଗ, ଚଟାଣ ମାଟିଆ ବା ଗୋଲାପୀ, ହଳଦିଆ ବା ଧଳା ରଙ୍ଗ ସବୁଠାରୁ ଭଲ ହୋଇଥାଏ। ପାହାଚ ବା ସିଡ଼ିକୁ ଆପଣ ଧଳା ରଙ୍ଗ ଦେଇପାରନ୍ତି। ବ୍ରାଉନ୍ ବା ହାଲକା ନୀଳ ରଙ୍ଗ ମଧ୍ୟ ଦେଇପାରନ୍ତି। ଘର ଭିତରେ ଥିବା ପୂଜା ଘର ବା ମନ୍ଦିର ହଳଦିଆ, ଧଳା, ସବୁଜ ରଙ୍ଗ ଦିଅନ୍ତୁ। ଗାଡ଼ି ରଖିବା ବା ଗ୍ୟାରେଜ ଘର ଧଳା ଏବଂ ହଳଦିଆ ରଙ୍ଗ କରନ୍ତୁ। ପିଲାଙ୍କର କକ୍ଷକୁ ଧଳା ରଙ୍ଗ ରଖନ୍ତୁ। ଘରେ ଥିବା ସ୍କ୍ରିନ୍, କର୍ଟନ୍ସ ବା ପରଦା ଗୁଡ଼ିକୁ
ଆପଣ ଗୋଲାପୀ, ହଳଦିଆ ବା ସବୁଜ କିମ୍ବା କୌଣସି ମିକ୍ସ କଲରର ଆପଣ ଟାଙ୍ଗି ପାରନ୍ତି। ରଙ୍ଗ ଯେତେ ହାଲକା ହେବ, ଘରେ କୌଣସି ଛୋଟ ମୋଟ ଜିନିଷ ବା ଅନ୍ୟ କୌଣସି ରଙ୍ଗ ଲାଗିଲେ ବା କୌଣସି ପୋକ ଜୋକ ଇତ୍ୟାଦି ଯଦି ଆପଣଙ୍କ ଘରେ କାନ୍ଥରେ ଚଢ଼ିଥାନ୍ତି, ସାଙ୍ଗେ ସାଙ୍ଗେ ଆପଣ ତାକୁ ଦେଖିପାରିବେ, ତାହା ଦୃଶ୍ୟମାନ ହେବ। ଏହା ସତ୍ୟ ଯେ କୌଣସି ପ୍ରକାର ହାଲକା ରଙ୍ଗ ରହିଲେ ମଇଳାଟା ଖୁବ୍ ଶୀଘ୍ର ଦେଖାଯିବ, କିନ୍ତୁ ଦେଖାଯିବାଟା ହିଁ ଭଲ। ଯେତେ ଆପଣ ସେଗୁଡ଼ିକ କ୍ଲିଅର ରଖିବେ, ଯେତେ ଆପଣଙ୍କୁ ମଇଳାଟା ଦେଖାଯିବ, ସେତେ ଆପଣ ଘରକୁ ନିଟ୍ ଆଣ୍ଡ କ୍ଲିନ୍ ବା ସଫାସୁତୁରା ରଖିପାରିବେ। ବନ୍ଧୁଗଣ, ଆଜିକାଲି ବିଭିନ୍ନ ପ୍ରକାରର ରଙ୍ଗ ମାର୍କେଟରେ ଆଭେଲେବୁଲ ଅଛି। ଆପଣମାନେ ରଙ୍ଗ ସିଲେକ୍ସନ କରିବା ଆବଶ୍ୟକ। ବର୍ତ୍ତମାନ ଘର ରଙ୍ଗ କରିବା ଗୋଟେ କଷ୍ଟଲି ଜିନିଷ। ତେଣୁ ଯଦି ଆପଣମାନେ ଆଗରୁ କୌଣସି ରଙ୍ଗ କରିଦେଇଛନ୍ତି ଏବଂ ତାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ହାଲକା ରଙ୍ଗରେ ବଦଳେଇ ପାରନ୍ତି କିମ୍ବା କେତେଗୁଡ଼ିଏ ରଙ୍ଗ ଆପଣ ଘରେ ଆଭଏଡ୍ କରିବେ। ବାହାର ହଉ, ଏକ୍ସଟେରିୟର ହଉ ବା ଇଣ୍ଟେରିୟର ହଉ, ଏସବୁ ରଙ୍ଗ କୌଣସି ଜାଗାରେ ନ ଲଗାଇବା ପାଇଁ ଚେଷ୍ଟା କରିବେ। ଯେମିତିକି ଗାଢ଼ ରଙ୍ଗ, ଲାଲ ହଉ ବା ନୀଳ ହଉ। ଗାଢ଼ ରଙ୍ଗ ସବୁବେଳେ ଆଖି ପାଇଁ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ, ବାସ୍ତୁ ଦୃଷ୍ଟିକୋଣରୁ ଖରାପ ହୋଇଥାଏ। ସେହିପରି କଳା ରଙ୍ଗ, ଧୂସର ବା ପାଉଁଶିଆ ରଙ୍ଗ ଏବଂ ବାଇଗଣୀ ରଙ୍ଗ ଚେଷ୍ଟା କରନ୍ତୁ ଘରେ, ବାହାରେ କିମ୍ବା ଭିତରେ ନ ଲଗାଇବା ପାଇଁ। ଆଶା କରୁଛି ଆଜି ଦେଇଥିବା ସୂଚନା ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଧନ୍ୟବାଦ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଗପ ଅମୃତ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ।